ମାଡ଼ ମାନେ ନଙ୍ଗା ନଙ୍ଗା ମାଡ଼ ନଙ୍ଗା ମାଡ଼ ନାଇଁ ବହୁତ ଭଲ ଲାଗିଲା ଭଲ ଲାଗିଲା ସେ ଝିଅଟା ଯେତେବେଳେ ମାନେ ଯେତେବେଳେ ବାହା ହେଲା ସେ ଝିଅ ଯେତେବେଳେ ଡାଇଟ୍ ଦେଖିଦେଲା ଅପସେଟ୍ ହେଇଗଲା ସିଏ ସେଠି ଅପସେଟ୍ ହେଇକି ଯଦି ତାକୁ କହିଲା ଯେ ସେ ଝିଅକୁ ତୁମେ କାହିଁ ଖୋଜୁନି ଏଇଟା କହିଲା ଏଇଟା ବି ସେଇଟା ମାନେ ପ୍ରତ୍ୟେକ ଝିଅ ଜାଣିବା କଥା ଯେ କ'ଣ ହେଇଛି ଅତୀତ ସେ ଝିଅଟାକୁ ଢାଙ୍କେ ଯେ ଅତୀତ ମନେ ପକେଇଲା କିନ୍ତୁ ଇଏ କହିଲା ପରେ ଗଲା ସେ ବାହା ଯାଇଛି ଯେତେବେଳେ ଭୂତ ଦେଖିଲା ଯେ ମାନେ ତାକୁ ମାରି ଦେଇଛନ୍ତି ସେ ସେଇଠୁ ନିଜେ ନିଜେ ସେଇଠୁ ମାନେ ମୁଁ ଭାବୁଛି ତା ଭିତରେ ଭୂତ ସାବାର ହେଇଗଲା ସମସ୍ତଙ୍କୁ ମାରିଲା ଶେଷକୁ ଭଲ ଲାଗିଲା ନା ନା ମିଳୁଛି ନା ଶହେରେ ମାନେ ଏତେ ଶହେରେ ଯାହା ହେଲେ ବି ମିଳୁଛି ସେଇଭଳିଆ ଝିଅ ଦରକାର ନା ଏଇଭଳିଆ ଝିଅଟା ଭଲ ଝିଅଟା ହଁ ବଢ଼ିଆ ଲାଗିଲା ତା ଅଭିନୟଟା ଭଲ ପ୍ରକୃତ ଆକ୍ଚୁଆଲି ଭଲ ଲାଗିଲା ସେ ମାନେ ତାର ପିଲାଦିନ ମାନେ କହିଲେ ସେ ଝିଅକୁ ତୁମେ ଖୋଜ ଗୋଟେ ଝିଅ ତୁମକୁ ଏତେ ଭଲ ପାଇଥିଲା ତାକୁ ତୁମେ ମାନେ ବାହା ହେବାକୁ ଯାଉଥିଲ ସେ ପିଲା କୁଆଡ଼େ ମଲାଇଗଲା ତୁମେ ଖୋଜିଲନି ନା ସିଏ ମୋତେ ଖୋଜିଲାନି ମୁଁ କାହିଁକି ଖୋଜିବି ନା ସିଏ ଖୋଜିଲେ କି ତୁମେ ଖୋଜି ତୁମେ ଟିକେ ଖୋଜି ଦେଖ ସବୁଆଡ଼େ ଖୋଜିଲେ ଦେଖି ତା ଘରକୁ ଗଲେ ବେଳକୁ ସେ ଦେଖିଲା ବାହା ହେଇଯାଇଛି କିନ୍ତୁ ତାର ଯେତେବେଳେ ବାହା ହେଇଯାଇଛି ଭାବି ଦେଇଛି ସେ ମନକୁ ନା ବାହା ହେଇତା ରହିଗଲେ ତାପରେ ତା ମନକୁ ସେ ଭୂତ ତା ମୁଣ୍ଡରେ ପଶିଲା ଆଉ ସେ ଭୂତ ପକେଇଲା ଭୂତ ଗଲା ବେଳକୁ ବଢ଼ିଆ ହେଲା ଆଉ ମାଇଲା କିନ୍ତୁ ବଢ଼ିଆ ଲାଗିଲା ନହେଲେ ଭଲ ଲାଗିନଥାନ୍ତା ଫିଲ୍ମ ହଁ ନ ମାରିଥିଲେ ଭଲ ଲାଗିନଥାନ୍ତା ମାଡ଼ ମାନେ ନଙ୍ଗା ନଙ୍ଗା ମାଡ଼ ନଙ୍ଗା ମାଡ଼ ସିନ୍ଟା ଭଲ ଲାଗିଲା ମାନେ ରୋମାଣ୍ଟିକ୍ ସିନ୍ଟା ଭଲ ଲାଗିଲା ଆଉ ଇଏ ଦୁଃଖ ଭରା ସିନ୍ଟା ଭଲ ଲାଗିଲା ଆଉ ଭଲ ଲାଗିଛି ଆଉ ହରର ସିନ୍ଟା ଭଲ ଲାଗିଲା ହରର ସିନ୍ଟା ଭଲ ଲାଗିଲା ବୁଝିକି ମଧ୍ୟ ମାନେ ସ୍ୱାମୀକି ସପୋର୍ଟ କରୁଛି ଯେ କିଛି ଇଲିଗାଲ ନାହିଁ ବୋଲି କିନ୍ତୁ ଆଜିକା ଡେଟ୍ରେ ସମସ୍ତେ ସେଇଭଳି ବୁଝିବା ଦରକାର ରିଏଲି ଜିନିଷଟା କ'ଣ ବୁଝିବା ଦରକାର ଆଉ ଆଜିକା ଦୁନିଆରେ ବି ଜାଣିଦେଲା ପରେ ଲଭ୍ ଷ୍ଟୋରି ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ଘାଣ୍ଟି ହେଉଛି ସେଇ ଆକ୍ଚୁଆଲି ସେଇଭଳିଆ ରହିବା ଉଚିତ ନୁହଁ ଯେତେବେଳେ ଅର୍ଜୁନକୁ ବାଡ଼େଇ ଦେଉଛନ୍ତି ସେତେବେଳେ ଲୁହ ପଳେଇ ଆସୁଛି ମ୍ୟାଡ଼ାମ୍ ସେଠି ଗୋଟେ ସିନ୍ ଅଛି ଯେ ମାନେ ଗର୍ଲଫ୍ରେଣ୍ଡଙ୍କର ଡାଇରୀ ଯେତେବେଳେ ସ୍ତ୍ରୀ ପାଇଛି ତାକୁ ସପୋର୍ଟ କରିଛି ପ୍ରକୃତରେ କ'ଣ ସେମିତି କରିବା ଦରକାର ନିହାତି ସେମିତି ସପୋର୍ଟ କରିବା ଦରକାର